आज ହେଉଛି विश्व रक्तदान दिवस ଏବଂ ଏହି ରକ୍ତଦାନ ଦିବସ ଅବସରରେ ଆଜି କୁଚିଣ୍ଡା ହସ୍ପିଟାଲ ପରିସରରେ 25 ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରି ଦିବସଟିକୁ ପାଳନ କରିଛି। ଏହି ଅବସରରେ ଗଡ୍ସ ପାୱାର ଓ ବ୍ଲେସିଂ ମିନିଷ୍ଟ୍ରିର ସଭାପତି ପ୍ରମୋଦ ରୋହିଦାସଙ୍କ ପୌରୋହିତ୍ୟ ଓ ଉପଦେଷ୍ଟା ବିମଳ ମେହେରଙ୍କ ପରିଚାଳନାରେ ଆୟୋଜିତ ରକ୍ତଦାନ ଶିବିରକୁ କୁଚିଣ୍ଡା ଉପଜିଲ୍ଲାପାଳ ଡକ୍ଟର ଗୌରବମୟ ପ୍ରଧାନ ମୁଖ୍ୟ ଅତିଥି, ଏସ୍ଡିଏମ୍ଓ ଡକ୍ଟର ସୁବୋଧ ନାୟକ, ପୂର୍ବତନ ବିଧାୟକ ବୃନ୍ଦାବନ ମାଝୀ ଓ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ନାୟକ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଫିତା କାଟି ଉଦ୍ଘାଟନ କରିଥିଲେ। ଏହାପରେ ଆୟୋଜିତ ସଂକ୍ଷିପ୍ତ ସଭାରେ ଅତିଥିଗଣ ଦିବସର ମାହାତ୍ମ୍ୟ ସମ୍ପର୍କରେ ବକ୍ତବ୍ୟ ସହ ରକ୍ତଦାତାଗଣଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ପ୍ରମୋଦ କୁମାର ପଟେଲଙ୍କ ସହ ଟେକ୍ନିସିଆନ୍ ଗଣ ରକ୍ତ ସଂଗ୍ରହ କରିଥିଲେ। କୁଚିଣ୍ଡାର ବରିଷ୍ଠ ସାମ୍ବାଦିକ ସଞ୍ଜୟ ମିଶ୍ର ଓ ଗଜେନ୍ଦ୍ର ଭୋଇ ମଧ୍ୟ ଅତିଥି ଭାବରେ ଯୋଗଦେଇ ଶିବିରାର୍ଥୀଗଣଙ୍କୁ ଉତ୍ସାହିତ କରିଥିଲେ। ଏହି ଶିବିରରେ ପ୍ରତିମା ଘାସି, ଯଶୋଦା ବାଗ, ଅରବିନ୍ଦ ମାଝୀ, ଲୀଳିମା ମୁଣ୍ଡା, ପୁନିଆ ଟପୋ, ଧନେଶ୍ୱର ନାୟକ, ବାସନ୍ତୀ ମୁଣ୍ଡା, ତ୍ରିପୁରା ସାମନ୍ତ, ଦଶରଥ ପୂର୍ତ୍ତି, ସୁକାନ୍ତି ମୁଣ୍ଡା, ସୁରେଶ ରୋହିଦାସ, ବିଜୟ କୁସୁମ, ସଂକେତ ପ୍ରଧାନ, ସୁଚିତ୍ରା ବୁଦୁଲା, ସମିତ ମିଞ୍ଜ, ବଜରଙ୍ଗ ନାୟକ, ପ୍ରଦୀପ ବାଗ, ପ୍ରତାପ ବୁଦୁଳା, ଅରୁଣ ମୁଣ୍ଡା, ଘନଶ୍ୟାମ ମଗର ପ୍ରମୁଖ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମକୁ ମାନସୀ ସିନ୍ଦ୍ରିଆ ଏବଂ ରମେଶ ମେହେର, କୁମୁଦ ବନ୍ଧୁ ବାଘ, ଦିବ୍ୟଜ୍ୟୋତି ମେହେର, ଅଞ୍ଜନା ରୋହିଦାସ ପ୍ରମୁଖ ପରିଚାଳନା କରିଥିଲେ।